ରାସାୟନିକ ପ୍ରତିକ୍ରିୟା କଣ? ରାସାୟନିକ ପ୍ରତିକ୍ରିୟା କାହା କୁହାଯାଏ? ଯୋଉ ପ୍ରତିକ୍ରିୟାରେ କଣ ହବ? ରାସାୟନିକ ପରିବର୍ତ୍ତନ ସବୁ ହେଇଥାଏ। ତାହେଲେ ଧାତୁର ରାସାୟନିକ ପରିବର୍ତ୍ତନ ଯେତେବେଳେ ହବ ତାକୁ ଆମେ କହିବା ଧାତୁର ରାସାୟନିକ କଣ ହଉଛି ନା ପ୍ରତିକ୍ରିୟା ହଉଛି। ଯେମିତି କି କୁହ ଗୋଟେ କିଏ ନା ଆସିଲା ଧାତୁର ଦହନ। ଆମେ ଜାଣିଛନ୍ତି ଦହନ ପ୍ରକ୍ରିୟା ଗୋଟେ କଣ ନା ଗୋଟିଏ ରାସାୟନିକ ପ୍ରତିକ୍ରିୟା ହେଲା। ଦହନ ପ୍ରକ୍ରିୟା ଗୋଟେ ରାସାୟନିକ ପ୍ରକ୍ରିୟା। ତାହେଲେ ଏଇଟା କଣ ହବ? ଧାତୁର ଦହନ ହବ। ବର୍ତ୍ତମାନ ତାମାନେ ଜଳିବ, ଧାତୁଟି ନିଜେ କଣ ହବ? ଜଳିବ। ଦେଖିବା ଧାତୁ ଜଳିବ ମାନେ କିଏ ଦରକାର? ବର୍ତ୍ତମାନ ଅକ୍ସିଜେନ ଦରକାର। ଅକ୍ସିଜେନ ନଥିଲେ କଣ ଦହନ ପ୍ରକ୍ରିୟା ହବ କି? ହବନି। ତାର ପ୍ରଥମେ କଣ ଦରକାର ନା ଅକ୍ସିଜେନ ଆସିବ। ତା ମାନେ ପ୍ରଥମେ ଏଇ ଧାତୁଟି କାହା ସହିତ ପ୍ରତିକ୍ରିୟା କରିବ ନା ଅକ୍ସିଜେନ ସହ ପ୍ରତିକ୍ରିୟା। ପ୍ରଥମେ ଦେଖିବା ଧାତୁର ଦହନରେ କିଏ ଆସିବ ନା ଧାତୁ ସହିତ କିଏ? ଅକ୍ସିଜେନ ବର୍ତ୍ତମାନ କଣ କରିବ ନା ପ୍ରତିକ୍ରିୟା କରିବ। କଣ ଦବ? ଧାତୁ ଅକ୍ସିଜେନ ସହ ପ୍ରତିକ୍ରିୟା କଲେ କଣ ଦବ ନା ଧାତବ ଅକ୍ସାଇଡ। ମନେ ରଖିବ ଧାତବ ଅକ୍ସାଇଡ ହେଲା। କଣ ଦବ? ଧାତବ ଅକ୍ସାଇଡ। ইয়াର ଏକ୍ସାମ୍ପଲ ଗୋଟେ ନେଇଯିବା। ମନେକର ଧାତୁ ଅଛି କିଏ ନା ମ୍ୟାଗ୍ନେସିୟମ ପ୍ଲସ ଅକ୍ସିଜେନ ଦବ କଣ? ମ୍ୟାଗ୍ନେସିୟମ ଅକ୍ସାଇଡ ଦବ ନା। ମ୍ୟାଗ୍ନେସିୟମ ଆକୁ ଏବେ ବାଲାନ୍ସ କଲେ ବା ସମୀକରଣକୁ ଯଦି ସମତୁଲ କରିବା ତାର କଣ ହବ? ଦିଟା ଅକ୍ସିଜେନ ଅଛି ମାନେ 2mg, ଏଠି 2mg ବଦଳରେ ଏଠି ବସିବ 2, ତାହେଲେ ହେଇଗଲା। ଧାତୁର ଦହନରେ କଣ ଦବ? ମ୍ୟାଗ୍ନେସିୟମ ଅକ୍ସାଇଡ ଦବ ହେଲା। ଆଉ କଣ ଜାଣିବା ନା ଧାତୁର ଦହନ ହଉଛି ଗୋଟେ କଣ ଏକ ରାସାୟନିକ ପ୍ରତିକ୍ରିୟା ଯୋଉଥିରେ କଣ ଦବ ନା ଧାତବ ଅକ୍ସାଇଡ ଦବ। ଏଇ ଧାତବ ଅକ୍ସାଇଡ ଗୁଡିକ କଣ ହୋଇଥାନ୍ତି? ଅମ୍ଳୀୟ ନା କ୍ଷାରୀୟ? ତାହା ଆମେ କିପରି ଜାଣିବା? ଯେତେବେଳେ ଧାତବ ଅକ୍ସାଇଡ କୁ ଆମେ ଜଳରେ ଦ୍ରବୀଭୂତ କରିବା ସେତେବେଳେ କଣ ହେବେ? ସେମାନେ ଦ୍ରବୀଭୂତ ହୋଇ ଅମ୍ଳୀୟ ଗୁଣ ଦେଖନ୍ତି ନା କ୍ଷାରୀୟ ଗୁଣ ଦେଖନ୍ତି? ମନେ ରଖିବ ଧାତବ ଅକ୍ସାଇଡ ସବୁବେଳେ କଣ କରନ୍ତି ନା କ୍ଷାରୀୟ ଗୁଣ ଦେଖେଇଥାନ୍ତି। ତାହେଲେ ମନେ ରଖିବ ଧାତବ ଅକ୍ସାଇଡ କ୍ଷାରୀୟ ହେଲା। ଏଇଟା ଇମ୍ପୋର୍ଟାଣ୍ଟ ପଏଣ୍ଟ। ଧାତବ ଅକ୍ସାଇଡ ଗୁଡିକ କଣ ହେବେ ନା କ୍ଷାରୀୟ ହେବେ। ସେଇଭଳିଆ ଦେଖିବା ଆଉ କିଏ ଦହନ ହବ? ମନେକର କଣ ହବ? ମ୍ୟାଗ୍ନେସିୟମ ଅକ୍ସାଇଡ ଦେଲା। ଏଇଟା ହବ କିଏ ନା ମ୍ୟାଗ୍ନେସିୟମ ଅକ୍ସାଇଡ। ମ୍ୟାଗ୍ନେସିୟମ ଅକ୍ସାଇଡ କଣ? ୟାର ରଙ୍ଗ କଣ ନା ଧଳା ରଙ୍ଗର ପାଉଁଶ ଦବ। ଆମେ ଯଦି ମ୍ୟାଗ୍ନେସିୟମ ଫିତାକୁ କଣ କରିବା ନା ଅକ୍ସିଜେନ ସହାୟତାରେ କଣ କରିବା ନା ବାୟୁରେ ଜଳେଇବା ତାହେଲେ ସେ କଣ ହବ? ଧଳା ରଙ୍ଗର ପାଉଁଶ ଦବ, ଯାହାକୁ ଆମେ କହନ୍ତି ମ୍ୟାଗ୍ନେସିୟମ ଅକ୍ସାଇଡ। ଏଟା ହବ ଧଳା ରଙ୍ଗର ପାଉଁଶ ହେଲା। ଧଳା ରଙ୍ଗର ଚୂର୍ଣ୍ଣ ଟିଏ ଦବ, ସେ ହବ କିଏ ନା ମ୍ୟାଗ୍ନେସିୟମ ଅକ୍ସାଇଡ। ଏବେ କଣ କରିବା? କପର କୁ ଯଦି ଅକ୍ସିଜେନ ରେ ଜଳେଇବା Cu+O2 gives CuO, କଳା ଆସ୍ତରଣ ଖେଳ ଲାଗିବ। ଏଠି କଳା ରଙ୍ଗର ଆସ୍ତରଣ ହବ, ଯାହାକୁ କୁହନ୍ତି କପର ଅକ୍ସାଇଡ, କପର ସେକେଣ୍ଡ ଆଇ ଅକ୍ସାଇଡ ହେଲା। କପର ଅକ୍ସାଇଡ ୟାର ରଙ୍ଗ କଣ ନା କଳା। ଯେତେବେଳେ କପର କୁ ଅକ୍ସିଜେନ ସାହାଯ୍ୟରେ ଜଳିବ ସେ କଣ ହବ? ବା ରାସାୟନିକ ପ୍ରତିକ୍ରିୟା କରିବ, ଦବ କପର ଅକ୍ସାଇଡ ହେଲା। ଏହାର ହଉଛି ରଙ୍ଗ କଣ ନା କଳା। ବୁଝିଲ? ଆଉ କଣ ଅଛନ୍ତି ନା କିଛି ଅଛନ୍ତି ଧାତୁ କଣ କରିବେ? ସେମାନେ ଅମ୍ଳୀୟ ଆଉ କ୍ଷାରୀୟ ଗୁଣ ପ୍ରଦର୍ଶନ କରନ୍ତି। ସେଇଭଳିଆ ଧାତୁ କିଏ ଅଛି ନା ଆଲୁମିନିୟମ। ଏମାନେ କଣ କରନ୍ତି ନା Al2O3। ଆଉ ଅଛି ଜିଙ୍କ Zn+O2 gives ZnO। ଏଇ ଦିଟା ଧାତୁ କଣ କରନ୍ତି ନା ଏମାନେ ଉଭୟ ଅମ୍ଳୀୟ ଆଉ କ୍ଷାରୀୟ ଗୁଣ ପ୍ରଦର୍ଶନ କରନ୍ତି। ଏଇ ଯୋଉ ଧାତବ ଅକ୍ସାଇଡ ଗୁଡିକ କଣ କରନ୍ତି ନା ଅମ୍ଳୀୟ ଆଉ କ୍ଷାରୀୟ ଗୁଣ ପ୍ରଦର୍ଶନ କରନ୍ତି। ତେଣୁ ଏଇ ଧାତବ ଅକ୍ସାଇଡ ଗୁଡିକୁ କଣ କୁହାଯାଏ? ଏମ୍ଫୋଟେରିକ ଅକ୍ସାଇଡ କୁହାଯାଏ। ଏମ୍ଫୋଟେରିକ ମନେ ରହିଲା। ତାହେଲେ ଏଇଟା କଣ କୁହନ୍ତି ନା ଏମ୍ଫୋଟେରିକ ଅକ୍ସାଇଡ ବୋଲି କୁହାଯାଏ। କାହିଁକି ନା ଏମାନଙ୍କର ଅକ୍ସାଇଡ କଣ କରନ୍ତି ନା ଆଲୁମିନିୟମ ଆଉ ଜିଙ୍କ ଏମାନଙ୍କର ଅକ୍ସାଇଡ ଗୁଡିକ କଣ କରନ୍ତି ନା ଉଭୟ ଅମ୍ଳୀୟ ଆଉ କ୍ଷାରୀୟ ଗୁଣ ପ୍ରଦର୍ଶନ କରନ୍ତି। ତେଣୁ ଏମାନଙ୍କୁ କୁହାଯାଏ ଏମ୍ଫୋଟେରିକ ଅକ୍ସାଇଡ। ଆଉ ରହିଲା କିଏ ନା କପର ଅକ୍ସାଇଡ ଟା କଣ ହବ? ଏଇଟା ହବ କଣ ନା କ୍ଷାରୀୟ, ଆମେ ଜାଣିଛନ୍ତି ହେଲା। ଏବେ ଦେଖିବା ଯଦି ଏମାନେ ଅମ୍ଳୀୟ ଆଉ କ୍ଷାରୀୟ ହେଲେ ସେମାନେ କାହା ସହିତ ରିଆକ୍ସନ କରିବେ? ଗୋଟିଏ ଅମ୍ଳ ଯେତେବେଳେ କ୍ଷାର ସହ ରିଆକ୍ସନ କରେ କଣ ଦିଏ? ଲବଣ ଆଉ କଣ ଦିଏ? ଜଳ ଦିଏ। ଆଉ ଏଠି ସେଭଳିଆ କଣ ହବ? କ୍ଷାର ଯେତେବେଳେ କଣ ହବ? ଗୋଟେ ଅମ୍ଳ ସହିତ ରିଆକ୍ସନ କରିବ, ଲବଣ ଆଉ ଜଳ ବି ଦିଏ। ଆମେ ସେଇ ସମୀକରଣକୁ ବର୍ତ୍ତମାନ ଯିବା ହେଲା। ବର୍ତ୍ତମାନ Al2O3 ଅଛି, Al2O3 ଯୁକ୍ତ HCl। ଏଇଟା ବର୍ତ୍ତମାନ କଣ ଅଛି? ତାମାନେ ଏଇଟା ଗୋଟେ ଅମ୍ଳ, ଏଇଟା ଗୋଟେ କ୍ଷାରୀୟ। ଏଟା ଅମ୍ଳୀୟ, ଏଟା ହଉଛି କ୍ଷାରୀୟ। ତାମାନେ ମିଶିଲେ କଣ ଦେବେ ନା AlCl3 ଯୁକ୍ତ H2O ଦେବେ, ହବ। ଏଇଟା ଗୋଟେ ଲବଣ ଆଉ ଗୋଟେ ଜଳ ଦେଲେ ସେଇଭଳିଆ କଣ ହବ ନା
2O3 ଯୁକ୍ତ NaOH ମାନେ ଏଇଟା ହେଇଯିବ କଣ କ୍ଷାରୀୟ, ଏଇଟା ହେଇଯିବ ଅମ୍ଳୀୟ। ତାହେଲେ ଏଠି କଣ ଦେବେ ଲବଣ ଦେବେ ଯାହାକୁ କୁହାଯାଏ ସୋଡିୟମ NaLO2 ହେଲା। ତାହେଲେ ଏଇଟା କଣ ହେଇଯିବ ଯୁକ୍ତ H2O ହେଲା। ଲବଣ ଦବ ସୋଡିୟମ ଆଲୁମିନେଟ ହେଲା। ତାହେଲେ ସୋଡିୟମ ଆଲୁମିନିୟମ ଦବ ଜାଣିପାରିଲେ। ତାହେଲେ ଏଇଟା ଦେଖ ଏଇଠି ଆଲୁମିନିୟମ ଟା କ୍ଷାରୀୟ ଗୁଣ ଦେଖଉଛି ଆଉ ଏଇଠି ଆଲୁମିନିୟମ ଟା କଣ ଦେଖଉଛି ନା ଅମ୍ଳୀୟ ଗୁଣ ଦେଖଉଛି। ତେଣୁ ଯେହେତୁ ଏଇଟା କଣ ଦେଖଉଛି ଉଭୟ ଅମ୍ଳୀୟ ଆଉ କ୍ଷାରୀୟ ଗୁଣ ଦେଖଉଥିଲା ତାକୁ କୁହାଯାଉଥିଲା ଏମ୍ଫୋଟେରିକ ଅକ୍ସାଇଡ। ତାହେଲେ ଆଲୁମିନିୟମ ଅକ୍ସାଇଡ ଆଉ ଜିଙ୍କ ଅକ୍ସାଇଡ ଏମାନେ କଣ ହେବେ ଏମ୍ଫୋଟେରିକ ଅକ୍ସାଇଡ ହେବେ, ଯିଏକି ଉଭୟ କଣ ଅମ୍ଳୀୟ ଆଉ କ୍ଷାରୀୟ ଗୁଣ ଦେଖାନ୍ତି। ଏବଂ ଏଠି କଣ ଦେଖନ୍ତି ଏଟା ହେଇଯିବ କି ଆଲୁମିନିୟମ କ୍ଲୋରାଇଡ, ये गोटे लवण ना, ये भी सोडियम एल्युमिनेट एटा हम कौन गोटे लवण है जानले। तापर जी कौन जिते गोटे धातव ऑक्साइड कौन कर ना जल सह प्रतिक्रिया कर से कौन दब ना गोटे क्षार दब है से देखा। धातव ऑक्साइड युक्त जल दब कौन क्षार। धातव ऑक्साइड किए मन कर Na2O युक्त H2O गिव्स कौन दब ये कौन हो NaOH आमर किए सोडियम हाइड्रोक्साइड से भाया K2O प्लस H2O गिव्स 2KOH कौन है ना माने गोटे गोटे कौन देवे ना जो धातव ऑक्साइड जल सह प्रतिक्रिया करेंगे देवे कौन ना क्षार देवे है से कहुए कौन ना धातव ऑक्साइड गुड़िक क्षारीय है जान पारे। तो आज कौन रहा धातुर दहन प्रक्रिया रहा।